ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 2 ମେ 2025ର ଏକ୍ଜାମ୍ ରିଲେଟେଡ୍ କରେଣ୍ଟ ଆଫେୟାର୍ସ। ଆଜିର ପ୍ରଶ୍ନ, ମାହୁଆଦାନ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ରିସେଣ୍ଟଲି ଇନ୍ ନ୍ୟୁଜ୍ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ସମ୍ପ୍ରତି ଖବରରେ ଥିବା ମାହୁଆଦାନର ଗଧିଆ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଝାଡ଼ଖଣ୍ଡ। ଏହାର ଲୋକେଟେଡ୍ କେଉଁଠି? ଲାତେହାର ଡିଷ୍ଟ୍ରିକ୍ଟ ଅଫ୍ ଝାଡ଼ଖଣ୍ଡ। ମାହୁଆଦାନ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ଇଜ୍ ଇଣ୍ଡିଆଜ୍ ଫାର୍ଷ୍ଟ ଆଣ୍ଡ ଓନ୍ଲି ୱଲ୍ଫ ସେଞ୍ଚୁରୀ। ଏରିଆ ରହିଛି 63.25 ସ୍କୋୟାର କିଲୋମିଟର। ଷ୍ଟାବ୍ଲିଶ୍ କେବେ ହେଇଥିଲା? 1976 ମସିହାରେ। ବର୍ତ୍ତମାନ ଦେଖିବା ଏବାଉଟ୍ ଅଫ୍ ଝାଡ଼ଖଣ୍ଡ। ଫର୍ମେସନ୍ କେବେ ହେଇଥିଲା? 15 ନଭେମ୍ବର 2000 ମସିହାରେ। କ୍ୟାପିଟାଲ ହେଉଛି ରାଞ୍ଚି। ଗଭର୍ଣ୍ଣର କିଏ ଅଛନ୍ତି? ସନ୍ତୋଷ ଗାଙ୍ଗୱାର। ଚିଫ୍ ମିନିଷ୍ଟର ହେମନ୍ତ ସୋରେନ। JMM ପଲିଟିକାଲ ପାର୍ଟିରୁ ବିଲଙ୍ଗସ୍ କରୁଛନ୍ତି। ଫୋକ୍ ଡ୍ୟାନ୍ସ କ'ଣ ରହିଛି ଝାଡ଼ଖଣ୍ଡର? ଛଉ, ପାଇକ, ଝୁମୁର, ମୁଣ୍ଡାରୀ, କାରାମ ଏବଂ ହୁଣ୍ଟା ଡ୍ୟାନ୍ସ। ପରବର୍ତ୍ତୀ ପ୍ରଶ୍ନ, APEDA recently organized an agriculture and capacity building workshop in collaboration with which state government? APEDA ସମ୍ପ୍ରତି କେଉଁ ରାଜ୍ୟ ସରକାରଙ୍କ ସହଯୋଗରେ ଏକ କୃଷି ଏବଂ କ୍ଷମତା ନିର୍ମାଣ କର୍ମଶାଳା ଆୟୋଜନ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଓଡ଼ିଶା। The Agriculture and Processed Food Product Export Development Authority APEDA। APEDAର ଫୁଲ୍ ଫର୍ମ କ'ଣ ରହିଛି? The Agriculture and Processed Food Product Export Development Authority and the Odisha government organized a workshop and capacity building program on 25 April 2025 Dr. MS Swaminathan Hall, Odisha University of Agriculture and Technology OUAT Bhubaneswar to boost agriculture export from Odisha। କେଉଁଠି ଅନୁଷ୍ଠିତ ହୋଇଥିଲା? 25 ଏପ୍ରିଲ 2025 ଡକ୍ଟର MS ସ୍ୱାମୀନାଥନ ହଲ୍ ଠାରେ APED ବିଷୟରେ ଏକ କର୍ମଶାଳା ଆୟୋଜନ ହୋଇଥିଲା। GI ପ୍ରଡକ୍ଟ ଲାଇକ୍ କୋରାପୁଟରେ କ'ଣ? କାଲାଜିରା ରାଇସ୍, ନୟାଗଡ଼ରେ କଣ୍ଟେଇମୁଡ଼ି, ବ୍ରିଞ୍ଜାଲ, ଗଞ୍ଜାମରେ କେୱଡ଼ା ଫ୍ଲାୱାର ପ୍ରଡକ୍ଟ ଏବଂ କୋରାପୁଟରେ କଫି, କନ୍ଧମାଳରେ ହଳଦୀ GI ଟ୍ୟାଗ ପାଇଛି। ବର୍ତ୍ତମାନ ଦେଖିବା କ୍ୟାପିଟାଲ। ଜିକେ ବିଷୟରେ ଟିକେ ଦେଖିଦେବା। କ୍ୟାପିଟାଲ ହେଉଛି ଭୁବନେଶ୍ୱର। ଚିଫ୍ ମିନିଷ୍ଟର କିଏ ଅଛନ୍ତି? ମୋହନ ଚରଣ ମାଝୀ। ଗଭର୍ଣ୍ଣର କିଏ? ହରିବାବୁ କମ୍ଭାପତି। ଡ୍ୟାନ୍ସ କ'ଣ? ଡ୍ୟାନ୍ସ ହେଉଛି ଓଡ଼ିଶୀ। ଓଡ଼ିଶା କେବେ ଫର୍ମେସନ୍ ହେଇଥିଲା? 1 ଏପ୍ରିଲ 1936 ମସିହା। ଡେପ୍ୟୁଟି ଚିଫ୍ ମିନିଷ୍ଟର କିଏ? କନକବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା। ଓଡ଼ିଶା କେବେ ପାର୍ଲାମେଣ୍ଟରେ ପାସ୍ କରାହେଇଥିଲା? 2010 ମସିହାରେ। ଲାଗୁ କରାହେଲା ନଭେମ୍ବର 1, 2011 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, The recently launched Sachet app has been developed by which organization? ସଦ୍ୟତମ ଲଞ୍ଚ ହୋଇଥିବା ସଚେତ ଆପ୍ କେଉଁ ସଂଗଠନ ଦ୍ୱାରା ବିକଶିତ ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି।
developed by India's National Disaster Management Authority NDMA। ସଚେତ ଆପ୍ କିଏ ଡେଭଲପ୍ କରିଛି? NDMA বা ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି। The Sachet app was developed by the National Disaster Management Authority and promoted by Prime Minister ନରେନ୍ଦ୍ର ମୋଦି। ପ୍ରମୋଟ କିଏ କରିଛନ୍ତି? ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦି। କେଉଁ କେଉଁ କ୍ଷେତ୍ର ଏହି ଆପ୍ ବ୍ୟବହାର କରାଯାଏ? ଲାଇକ୍ ଫ୍ଲଡ୍ସ, ସାଇକ୍ଲୋନ୍, ସ୍ଲାଇଡ୍, ସୁନାମି, ଫରେଷ୍ଟ ଫାୟାର ଇତ୍ୟାଦିରେ ବ୍ୟବହାର କରାଯାଏ ସଚେତ ଆପ୍। ପରବର୍ତ୍ତୀ ପ୍ରଶ୍ନ, ହୁ ଲଞ୍ଚଡ ଇଣ୍ଡିଆସ୍ ଗ୍ରୀନ୍ ହାଇଡ୍ରୋଜେନ୍ ସାର୍ଟିଫିକେସନ୍ ସ୍କିମ୍? ଭାରତର ସବୁଜ ହାଇଡ୍ରୋଜେନ୍ ପ୍ରମାସନ ଯୋଜନା କିଏ ଆରମ୍ଭ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ପ୍ରହ୍ଲାଦ ଯୋଶୀ। Unveiled by Union Minister of New and Renewable Energy ପ୍ରହ୍ଲାଦ ଯୋଶୀ। ଏହାର ମୂଳ ଲକ୍ଷ୍ୟ କ'ଣ? ଏମ୍ପାୱାର MSMEs, ପ୍ରମୋଟ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋନୋମି। ଅର୍ଗାନାଇଜ୍ଡ କିଏ କରିଛି? ମିନିଷ୍ଟ୍ରି ଅଫ୍ ନ୍ୟୁ ଆଣ୍ଡ ରିନ୍ୟୁଏବଲ୍ ଏନର୍ଜି MNRE। The Green Hydrogen Certification Scheme GHCI was officially launched କେବେ ଲଞ୍ଚ କରିଥିଲା? ଏପ୍ରିଲ 29, 2025। କାହା ଦ୍ୱାରା ଲଞ୍ଚ ହେଇଥିଲା? ବାୟ ୟୁନିୟନ ମିନିଷ୍ଟର ଫର୍ ନ୍ୟୁ ଆଣ୍ଡ ରିନ୍ୟୁଏବଲ୍ ଏନର୍ଜି ପ୍ରହ୍ଲାଦ ଯୋଶୀ। ପରବର୍ତ୍ତୀ ପ୍ରଶ୍ନ, The Prabhas portal was launched by which institution? ପ୍ରଭାସ ପୋର୍ଟାଲ କେଉଁ ଅନୁଷ୍ଠାନ ଦ୍ୱାରା ଆରମ୍ଭ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଡକ୍ୱାର୍ଟର ରହିଛି ମୁମ୍ବାଇ, ମହାରାଷ୍ଟ୍ର, ଇଣ୍ଡିଆ। ଗଭର୍ଣ୍ଣର କିଏ ଅଛନ୍ତି? ସଞ୍ଜୟ ମାଲହୋତ୍ରା। ସଞ୍ଜୟ ମାଲହୋତ୍ରା ହେଉଛି ଗଭର୍ଣ୍ଣର। ଏମ୍ ରାଜେଶ୍ୱର ରାଓ ଡେପୁଟି ଗଭର୍ଣ୍ଣର। ସ୍ୱାମୀନାଥନ ଜାନକୀ ରାମନ ଡେପୁଟି ଗଭର୍ଣ୍ଣର। ଟି ରବିଶଙ୍କର ଡେପୁଟି ଗଭର୍ଣ୍ଣର। ପୁନମ ଗୁପ୍ତା ଇକୋନୋମିକ୍ସ ଡେପୁଟି ଗଭର୍ଣ୍ଣର ଅଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର। The Reserve Bank of India RBI will officially launch the Prabha portal platform regulatory application validation and authorization from May 1, 2025। ପ୍ରଭା ପୋର୍ଟାଲ କିଏ ଲଞ୍ଚ କରିଛି? ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା RBI। ପରବର୍ତ୍ତୀ ପ୍ରଶ୍ନ, who recently reviewed the ଜଲ ଇନିସିଏଟିଭ? ସମ୍ପ୍ରତି ଜଳଜ ପଦକ୍ଷେପର ସମୀକ୍ଷା କିଏ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, CR ପାଟିଲ। The Jalaj initiative developed by the Ministry of Jal Shakti କିଏ ଡେଭଲପ୍ କରିଛି? ମିନିଷ୍ଟ୍ରି ଅଫ୍ ଜଲ ଶକ୍ତି। ଫୋକସ୍ଡ ଅନ୍ ରିଭର କନଜରଭେସନ୍ ଆଣ୍ଡ କ୍ରିଏଟିଂ ଲାଇଭଲିହୁଡ୍ ଅପରଚ୍ୟୁନିଟି। ଏହା କେଉଁ କ୍ଷେତ୍ରରେ ଜଳଜ ଇନିସିଏଟିଭ୍ ଓପନ୍ କରାଯାଇଛି? ଫୋକସ୍ ଅନ୍ ରିଭର କନଜରଭେସନ୍ ଆଣ୍ଡ କ୍ରିଏଟିଂ ଲାଇଭଲିହୁଡ୍ ଅପରଚ୍ୟୁନିଟି। ୟୁନିୟନ ମିନିଷ୍ଟର CR ପାଟିଲ recently reviewed the progress of Jalj and emphasized scaling its successfully models across other major river basins. It has empowered over 5
thousand boat community members and 24 plus women across 42 districts in 9 states. পরবর্তী প্রশ্ন Trends in World Military Expenditure Report is published by which organization? ବିଶ୍ୱ ସାମରିକ ଖର୍ଚ୍ଚର ଟ୍ରେଣ୍ଡସ୍ ରିପୋର୍ଟ କେଉଁ ସଂଗଠନ ଦ୍ୱାରା ପ୍ରକାଶିତ ହୁଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ SIPRI. SIPRI ର ଫୁଲ୍ ଫର୍ମ କ'ଣ ରହିଛି? ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ହେଡ଼କ୍ୱାର୍ଟର ରହିଛି ସୋଲନା, ଷ୍ଟକହୋମ୍, ସ୍ୱିଡେନ୍। ଷ୍ଟାବ୍ଲିଶ୍ କେବେ ହେଇଥିଲା? 1966 ମସିହା। ଭାରତର ର୍ୟାଙ୍କ କେତେ ରହିଛି? 5ମ। ପରବର୍ତ୍ତୀ ପ୍ରଶ୍ନ ଉଟ୍ରୁନ୍ volcano that was recently seen in news is located in which country? ସମ୍ପ୍ରତି ଖବରରେ ଦେଖାଯାଇଥିବା ଉଟ୍ରୁନ୍କୁ ଜ୍ୱାଳାମୁଖୀ କେଉଁ ଦେଶରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ବୋଲିଭିଆ। ପରବର୍ତ୍ତୀ ପ୍ରଶ୍ନ ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି CCPA functions under administrative control of which ministry? କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ କେଉଁ ମନ୍ତ୍ରାଳୟର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ମିନିଷ୍ଟ୍ରି ଅଫ୍ କନଜ୍ୟୁମର ଆଫେୟାର୍ସ, ଫୁଡ୍ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍। ଚିଫ୍ କମିଶନର ଅଫ୍ ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି କିଏ ଅଛନ୍ତି? ନିଧି ଖେର। ଫର୍ମେସନ୍ କେବେ ହେଇଥିଲା? CCPA 2019 ମସିହାରେ। ହେଡ଼କ୍ୱାର୍ଟର ରହିଛି ନୂଆଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ ନିବେଶକ ଶିବିର ଇଜ୍ ଏ ଜଏଣ୍ଟ ଇନିସିଏଟିଭ୍ ଅଫ୍ ହ୍ୱିଚ୍ ଟୁ ଇନଷ୍ଟିଚ୍ୟୁସନ୍? ନିବେଶକ ଶିବିର କେଉଁ ଦୁଇଟି ଅନୁଷ୍ଠାନର ମିଳିତ ପ୍ରୟାସ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଇନଭେଷ୍ଟର ଏଜୁକେସନ୍ ଆଣ୍ଡ ପ୍ରୋଟେକ୍ସନ୍ ଫଣ୍ଡ ଅଥରିଟି and Security and Exchange Board of India. ପରବର୍ତ୍ତୀ ପ୍ରଶ୍ନ The Bio Input Resource Center are launched under which national mission? କେଉଁ ଜାତୀୟ ମିଶନ ଅଧୀନରେ ବାୟୋ ଇନପୁଟ ରିସୋର୍ସ ସେଣ୍ଟର ଆରମ୍ଭ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ନ୍ୟାସନାଲ ମିଶନ ଅନ୍ ନ୍ୟାଚୁରାଲ ଫାର୍ମିଂ। ପରବର୍ତ୍ତୀ ପ୍ରଶ୍ନ Which ministry has launched the Green Hydrogen Certification Scheme of India? କେଉଁ ମନ୍ତ୍ରାଳୟ ଭାରତର ସବୁଜ ହାଇଡ୍ରୋଜେନ ପ୍ରମାଣନ ଯୋଜନା ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ମିନିଷ୍ଟ୍ରି ଅଫ୍ ନ୍ୟୁ ଆଣ୍ଡ ରିନ୍ୟୁଏବଲ୍ ଏନର୍ଜି। ପରବର୍ତ୍ତୀ ପ୍ରଶ୍ନ ସ୍ପେସିଆଲ 301 report has been published by which organization? କେଉଁ ସଂଗଠନ ଦ୍ୱାରା ସ୍ୱତନ୍ତ୍ର 301 ରିପୋର୍ଟ ପ୍ରକାଶିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ୟୁନାଇଟେଡ୍ ଷ୍ଟେଟ୍ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍ USTR। ପରବର୍ତ୍ତୀ ପ୍ରଶ୍ନ ବାନ୍ଧବଗଡ଼ ନ୍ୟାସନାଲ ପାର୍କ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ବାନ୍ଧବଗଡ଼ ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ମଧ୍ୟପ୍ରଦେଶ। PMJAY is a government health insurance scheme that offer up to 5 lakh per family per year. It was declared a national park in କେବେ ନ୍ୟାସନାଲ ପାର୍କ ଡିକ୍ଲେୟାର ହେଇଥିଲା? 1968 ମସିହାରେ ଏବଂ ଟାଇଗର ରିଜର୍ଭ 1993 ମସିହାରେ
ଡିକ୍ଲାର ହେଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଆୟୁଷ୍ମାନ ଭାରତ ଦିବସ ଇଜ୍ ଅବଜର୍ଭ ଆନୁଆଲି ଅନ୍ ହ୍ୱିଚ୍ ଡେ? ଆୟୁଷ୍ମାନ ଭାରତ ଦିବସ ପ୍ରତିବର୍ଷ କେଉଁ ଦିନରେ ପାଳନ କରାଯାଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଏପ୍ରିଲ 30 ତାରିଖ ଦିନ ଆୟୁଷ୍ମାନ ଭାରତ ଦିବସ ପ୍ରତିବର୍ଷ ପାଳନ କରାଯାଏ। ଆୟୁଷ୍ମାନ ଭାରତ ଦିବସ ଇଜ୍ ସେଲିବ୍ରେଟେଡ୍ ଏଭ୍ରି ଇୟର୍ ଅନ୍ ଏପ୍ରିଲ 30। ଏପ୍ରିଲ 30ରେ ଆୟୁଷ୍ମାନ ଭାରତ ଦିବସ ପାଳନ କରାଯାଏ। ଆୟୁଷ୍ମାନ ଭାରତକୁ ଆଉ କ'ଣ କୁହାଯିବ? ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା PMJAY। PMJAY is a government health insurance scheme that offer up to 5 lakh per family per year। ପରବର୍ତ୍ତୀ ପ୍ରଶ୍ନ, which Indian city has issued India's first certified green municipal bond? କେଉଁ ଭାରତୀୟ ସହର ଭାରତର ପ୍ରଥମ ସାର୍ଟିଫାଏଡ୍ ଗ୍ରୀନ୍ ମ୍ୟୁନିସିପାଲ ବଣ୍ଡ ଜାରି କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଗାଜିଆବାଦ।